ସୁଭଦ୍ରା ଟଙ୍କା ନ ଆସିଲେ ଘରକୁ ଯିବେ ଅଙ୍ଗନବାଡି କର୍ମୀ। ସୁଭଦ୍ରାକୁ ନେଇ ଏକ ବଡ଼ ଖବର ଆସିଛି। ସୁଭଦ୍ରା ଟଙ୍କା କେମିତି ପାଇବେ ସେ ନେଇ ଗାଇଡଲାଇନ୍ ଜାରି ହେଇଛି। ସୁଭଦ୍ରା ଅଧୀନରେ ପଞ୍ଜୀକୃତ ଆବେଦନକାରୀଙ୍କ ମଧ୍ୟରୁ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ୟା ଯଥା ଆଧାର ସଂଯୋଗୀକରଣ ନ ହେବା, ଆଧାର ଅଚଳ ହେବା, ସିଧାସଳଖ ଲାଭ ପ୍ରାପ୍ତି ନିମନ୍ତେ ଆକାଉଣ୍ଟ ସକ୍ଷମ ନଥିବା, ଆକାଉଣ୍ଟ ଅଚଳ ଥିବା ବା ଇ-KYC ନଥିବା ସମସ୍ୟା ରହିଛି, ସେମାନେ କେଉଁ ପଦକ୍ଷେପ ନେବା କଥା ସେ ନେଇ ସରକାର ପକ୍ଷରୁ ସୂଚନା ଦିଆଯାଇଛି। 5 ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ। ଯାହାର 2-3ଟି ଆକାଉଣ୍ଟ ସେମାନଙ୍କର ଏଭଳି ସମସ୍ୟା ହୋଇଛି। ବ୍ୟାଙ୍କରେ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ। 24ରେ ବାକି ହିତାଧିକାରୀଙ୍କ ଟଙ୍କା ମିଳିଯିବା କଥା। କେହି ବଞ୍ଚିତ ହେଲେ ଗାଁ ଗାଁକୁ ଟିମ୍ ଯିବ। ଅଙ୍ଗନବାଡି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ। ସେହିପରି ଆବେଦନକାରୀମାନଙ୍କ ଏକ ତାଲିକା ସୁଭଦ୍ରା ୱେବସାଇଟ୍ ତଥା ସମ୍ପୃକ୍ତ ବ୍ଲକ, ପଞ୍ଚାୟତ, ମ୍ୟୁନିସିପାଲିଟି, ୱାର୍ଡରେ ଉପଲବ୍ଧ କରାଯାଇଛି। ଏହା ଅଧୀନରେ ପଞ୍ଜୀକୃତ ଅଧିକାରୀମାନେ ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରି ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରମା। ନୂଆବର୍ଷରେ ଏକକାଟୀ କର୍ମଚାରୀଙ୍କ ବଢ଼ିବ ଦରମା। ନୂଆବର୍ଷ ଅବସରରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ସୂଚନା ଅନୁଯାୟୀ କୋଟି କୋଟି କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୁଣି ଥରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତ ମାସରେ ମୋଦି ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ, ଯାହାପରେ ଉତ୍ସବର ଋତୁରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଡିଏର 3% ବୃଦ୍ଧି ପାଇଲେ। ସୂଚନା ଅନୁସାରେ ବର୍ଦ୍ଧିତ ମହଙ୍ଗା ଭତ୍ତା 2024 ଜୁଲାଇ 1ରୁ କାର୍ଯ୍ୟକାରୀ ହେବ ଏବଂ ଏହା ସହିତ 3 ମାସର ବକେୟା ମଧ୍ୟ ଦିଆଯିବ। ପୁଣି ଥରେ ନୂଆବର୍ଷରେ କୋଟି କୋଟି କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ପ୍ରକାଶ ପାଇଛି। ନୂଆବର୍ଷରେ ଡିଏ ବୃଦ୍ଧି ପାଇବ। ନୂଆବର୍ଷ ଆରମ୍ଭ ସହିତ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି। ରିପୋର୍ଟ ଅନୁଯାୟୀ ପୁଣି ଥରେ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଆଶା କରାଯାଉଛି। ଏହି ବୃଦ୍ଧି ଜାନୁଆରୀ 2025 ଏବଂ ତାପରେ ଜୁଲାଇରେ କରାଯାଇପାରିବ। ନିକଟରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଡିଏ ବୃଦ୍ଧି ପାଇଛନ୍ତି। ଉତ୍ସବ ଋତୁରେ ଡିଏକୁ 3% ବୃଦ୍ଧି କରାଯାଇଥିଲା। ଗତବର୍ଷ ତୁଳନାରେ ଏଥର ମଧ୍ୟ ଡିଏରେ ବୃଦ୍ଧି ହେବାର ସମ୍ଭାବନା ଅଛି। ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ ସମାରୋହ। ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଜାନୁଆରୀ 8ରୁ 10 ଯାଏଁ ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର କ୍ୟାବିନେଟର ଅନ୍ୟ ସଦସ୍ୟ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀରେ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପ୍ରବାସୀ ଭାରତୀୟ ଦିବସ ପାଇଁ ମଙ୍ଗଳବାର ନୂଆଦିଲ୍ଲୀରେ ୱେବସାଇଟ୍ ଉନ୍ମୋଚିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ସମାରୋହର ଆୟୋଜନ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ସମାରୋହରେ 7,000 ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇପାରନ୍ତି। ସମ୍ମିଳନୀରେ ପ୍ରଥମ ଦିବସ ଯୁବ ପ୍ରବାସୀ ଭାରତୀୟ ଦିବସ, ଦ୍ୱିତୀୟ ଦିନ 18ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ତୃତୀୟ ଦିବସର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ ଡିଜିଟାଲ ଫ୍ଲାଗ ଅଫ୍ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ବୁଧବାରଠୁ କମିବ ତାପମାତ୍ରା। ଧୀରେ ଧୀରେ ବଢ଼ିବ ଥଣ୍ଡାର ପ୍ରକୋପ। ବୁଧବାରଠୁ କମିବ ତାପମାତ୍ରା, ଧୀରେ ଧୀରେ ବଢ଼ିବ ଥଣ୍ଡାର ପ୍ରକୋପ। ବର୍ତ୍ତମାନ ଓଡ଼ିଶାକୁ ଉତ୍ତରା ପବନ ବହୁଥିବା ବେଳେ ଶୀତର ମାତ୍ରା ବଢ଼ିବାର ସମ୍ଭାବନା ଅଛି। ତେବେ ରାଜ୍ୟ ଉପରେ ବର୍ତ୍ତମାନ କୌଣସି ସିଷ୍ଟମ ନାହିଁ, ତେଣୁ ବର୍ଷା ପ୍ରବାହ ମଧ୍ୟ ନାହିଁ। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ତାମିଲନାଡୁ ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଥିବା ବେଳେ ଏହାର ଓଡ଼ିଶା ଉପରେ କିଛି ପ୍ରଭାବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ସୂଚନାଯୋଗ୍ୟ, ମଙ୍ଗଳବାର ରାଜ୍ୟର 15 ସହର ତାପମାତ୍ରା 20 ଡିଗ୍ରୀ ତଳକୁ ଖସିଥିଲା। ଦାରିଙ୍ଗିବାଡ଼ିରେ ତାପମାତ୍ରା ସବୁଠୁ କମ୍ 15.5 ଡିଗ୍ରୀ ରେକର୍ଡ ହୋଇଛି।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 16 ଡିଗ୍ରୀ, ଭବାନୀପାଟଣାରେ 17, ଝାରସୁଗୁଡ଼ାରେ 17.2, ରାଉରକେଲାରେ 17.3, ନବରଙ୍ଗପୁରରେ 17.5, କୋରାପୁଟ ଓ ଅନୁଗୁଳରେ 17.6, ରାୟଗଡ଼ା ଓ କେନ୍ଦୁଝରରେ 18.6 ଡିଗ୍ରୀ ରହିଥିଲା। ନୂଆ ବର୍ଷରୁ ନୂଆ ରାସନ କାର୍ଡ଼। ନଭେମ୍ବରରେ ସରିବ ଇ-KYC ଯାଞ୍ଚ, ଜାନୁଆରୀରେ ଦିଆଯିବ ନୂଆ ରାସନ କାର୍ଡ଼। ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ଼। ଜାନୁଆରୀରେ ନୂଆ ରାସନ କାର୍ଡ଼ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସରୁ ଆରମ୍ଭ ହେଉଥିବା ରାସନ କାର୍ଡ଼ର ଇ-KYC ଯାଞ୍ଚ ଚଳିତ ମାସରେ ଶେଷ ହେବ। ଇ-KYC ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ଼ ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ରାସନ କାର୍ଡ଼ ବଣ୍ଟନ କରାଯିବ। ସେପଟେ ଏବେ ଯାଏଁ 16 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। +3 ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ABCID। ସ୍ନାତକରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ବ୍ୟାଙ୍କ କ୍ରେଡିଟ୍ ABCID ଖୋଲିବାକୁ ପ୍ରାଥମିକତା ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା +3 ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ABCID ଖୋଲିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ସରଳ ଭାବରେ ରାଜ୍ୟରେ NEP ଲାଗୁ କରିବାକୁ ଏହା ଗୁରୁତ୍ୱପୂର୍ଣ୍ଣ ଓ ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି। ସମସ୍ତ 5ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟରେ ସେମାନଙ୍କ ଅଧୀନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏନେଇ ଅବଗତ କରିଥିବା ଜଣାପଡ଼ିଛି। CBSE ଦଶମ ଓ ଦ୍ୱାଦଶ ପରୀକ୍ଷାରେ ବଡ଼ ପରିବର୍ତ୍ତନ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ବୋର୍ଡ ପରୀକ୍ଷା 2025ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ସିଟ୍ ଡିଜିଟାଲ ଚେକିଂ କରିବାକୁ ହେଉଛି ଯୋଜନା। ଏଥିସହ ପାଠ୍ୟକ୍ରମରେ 15% କମ୍ କରିବ ବୋର୍ଡ। CBSE ଦଶମ ଓ 12ର ପରୀକ୍ଷାରେ ପରିବର୍ତ୍ତନ କରିଛି। ଏହା ଆସନ୍ତା 2025 ପରୀକ୍ଷାରୁ ଲାଗୁ ହେବ। ଇନ୍ଦୋରରେ ହୋଇଥିବା ବ୍ରିଜିଂ ଦ ଗ୍ୟାପ୍ ଆଦର୍ଶ ସମିତିରେ CBSE ଭୋପାଳ ଆଞ୍ଚଳିକ ଅଫିସର ବିକାଶ କୁମାର ଅଗ୍ରୱାଲ ଏଥି ସମ୍ବନ୍ଧରେ ସୂଚନା ଦେଇଥିଲେ। ସେ କହିଛନ୍ତି, ପିଲାଙ୍କ ପଢ଼ାର ବୋଝ କମ୍ କରିବାକୁ ଓ ପିଲାଙ୍କୁ ଶିଖାଇବାର ଶୈଳୀକୁ ଉନ୍ନତ ମାନର କରିବାକୁ ପଦକ୍ଷେପ ନିଆଯାଇଛି। ସବୁଠାରୁ ବଡ଼ କଥା କି ସବୁ ବିଷୟରେ ସିଲାବସରେ 15% ହ୍ରାସ କରାଯାଇଛି। ଅଗ୍ରୱାଲ ଆହୁରି କହିଛନ୍ତି କି ଏଥିରେ ପିଲାଙ୍କର ବିଷୟକୁ ଗମ୍ଭୀରତା ସହ ବୁଝିବା ଓ ପଢ଼ିବା ସହଜ ହେବ। ଫଳରେ ପିଲାଙ୍କ ଉପରେ ପାଠର ବୋଝ କମ୍ ହେବ। ଘୋଷିବା ବଦଳରେ ପିଲା ବିଷୟକୁ ବୁଝିବା ଉପରେ ଗୁରୁତ୍ୱ ଦେବେ। CBSE ଡିଜିଟାଲ ଉପାୟରେ ଉତ୍ତର ଖାତା ଚେକ୍ କରିବାକୁ ମଧ୍ୟ ଯାଉଛି। ଫଳରେ ଶୀଘ୍ର ଓ ସଫାସୁତୁରା ଭାବେ ରେଜଲ୍ଟ ବାହାରିବ। ଇଂରାଜୀ, ସାହିତ୍ୟ, ସାମାଜିକ ବିଜ୍ଞାନ ବିଷୟଗୁଡ଼ିକ ପାଇଁ ନିଜର ବୁକ୍ ଏକ୍ଜାମ୍ ଆରମ୍ଭ କରିବାକୁ ଯୋଜନା କରୁଛି CBSE। ଏମିତି କରିବା ଦ୍ୱାରା ପିଲାମାନେ ବହି ଦେଖି ପରୀକ୍ଷା ଦେଇପାରିବେ। ଏଥିରେ ପିଲାଙ୍କ ସ୍ମରଣ ଶକ୍ତି ଓ ଚିନ୍ତନ କ୍ଷମତା ବୃଦ୍ଧି ହେବ ବୋଲି ବୋର୍ଡ କହିଛି।